ওম আদি অনাদি অনন্ত আত্মেভ্য ভগবতে অবধূত বায়া পাগলা দেবায় নমো নমঃ। পিতଳ ବାସନ ମାଜିଲେ ନୀତି ହୁଏ ଉଜ୍ଜଳ, ଈଶ୍ୱରଙ୍କୁ ଧ୍ୟାନ କରିଲେ ମନ ତଥା ନିର୍ମଳ। ହୋଇଥିଲେ ପାତ୍ର ସୁନାର, ନୁହେଁ କେବେ ମଳିନ, ଈଶ୍ୱରଙ୍କୁ ତଥା ଜାଣିଲେ ଲୁଡ଼ା ନୁହଁଇ ଧ୍ୟାନ। ଆଲୋକ ଭାବନା ଯାହାର, ତଥା ପକ୍ଷେ ଅନ୍ଧାର, ପାପ ବୋଲି ଯେହୁ ଭାବଇ ପୁଣ୍ୟ ସିନା ତାହାର। ନ୍ୟାୟ ଦଣ୍ଡ ଯେବା ଧରଇ ସେହି କରେ ଅନ୍ୟାୟ, ସୁଖକୁ ଯା ମନ ଖୁଜଇ ଦୁଃଖ ଭୋଗେ ନିଶ୍ଚୟ। ପାଦେ ଜୁତା ପିନ୍ଧେ ଯେ ଜନ, କଣ୍ଟା ପଣେ ବୁଲଇ ଜ୍ଞାନ ସାହାଯ୍ୟରେ ତେସନ ଜ୍ଞାନୀ ଭବେ ଭ୍ରମଇ। ଆପଣା ହୃଦଏ ବିଭୁଙ୍କୁ ଯେହୁ ଦର୍ଶନ କରେ, ଅମୃତ ସନ୍ତାନ ପଦବୀ ଲଭେ ମୋର ଦେହରେ। ପରଦା ମଧ୍ୟରେ ଯେପରି ନାରୀ ଗଣେ ଥାନ୍ତି, ଦେଖିକେ ନ ପାରେ ତାହାଙ୍କୁ ସବୁ ସେହୁ ଦେଖନ୍ତି। ପରମ ପୁରୁଷ ତେସନ ଏହି ଘଟ ମଧ୍ୟରେ, କରନ୍ତି ସକଳ କରମ ରହି ଗୁପ୍ତ ଭାବରେ। ଜଳରୁ ବରଫ ହଇଲେ ତାହା ରୂପ ବୋଲାଏ, ତରଳିଲେ ସେହି ବରଫ ଜଳ ଅରୂପ ହୁଏ। ଭକତ ଭାବନା ବଳରେ ତଥା ସେହି ସାକାର, ପୁଣି ଭକତର ଭାବକୁ ନେଇ ସେ ନିରାକାର। ସୁଶୀଳା ସୁଶାନ୍ତା ଗୃହିଣୀ ଯେଉଁ ଘରେ ରମଇ, ବୈକୁଣ୍ଠ ଧାମ ସମାନ ସେହି ଘର ଅଟଇ। ଗୃହସ୍ଥ ଯେ ଗୃହେ ସର୍ବଦା ପୁଣ୍ୟ କରମେ ରତ, ପତି ହୋଇଥାଏ ପତ୍ନୀର ଏକା ଜୀବନ ବ୍ରତ। ପିତା ମାତା ଭକ୍ତି କରନ୍ତି ପୁତ୍ର କନିଆ ମାନେ, ସେ ଘରେ ଶ୍ରୀହରି ବସତି କରୁଥାନ୍ତି ଗୋପନେ। ସତୀତ୍ୱ ଆତିଥ୍ୟ ଭକତି ଦୟା ଶୌଚ ସତ୍ୟ, ଗୃହସ୍ଥ ଯେ ଘରେ ଆଚରେ ତାହା ଶାନ୍ତିର କ୍ଷେତ୍ର। ପ୍ରଫୁଲ୍ଲ ବଦନ ଯେ ଘରେ ସଦା ବାଳକ ଗଣ, ଉତ୍ତମ ପଥରେ ପଥିକ କୁଳ ରମଣୀ ପୁଣ। ମହାଦାନ ଅନ୍ନଦାନଟି ଯେଉଁ ଘରେ ହୁଅଇ, ନିତ୍ୟ ବୃନ୍ଦାବନ ସେ ଗୃହ ଗଟି ପଣ୍ଡିତେ କହି। ଅଭିନ୍ନ ପରାୟଣ ଯେ ସ୍ଥାନେ, ପତି ପତ୍ନୀ ସନ୍ତାନେ ଶ୍ରୀହରି ବସତି କରନ୍ତି ପ୍ରେମେ ସେହି ଭବନେ। ନିଷ୍କାମ ନିର୍ମୋହ ଭାବରେ ଯେଉଁ ଘରେ ଦମ୍ପତି, ଆନନ୍ଦରେ କାଳ କଟାନ୍ତି ଦେଇ ଧର୍ମରେ ମତି। ଧନ୍ୟ ଅଟେ ସେହି ଭବନ ଏହି ଧରା ଧାମରେ, ନାରାୟଣ ପ୍ରେମ ଖେଳଇ ଏକା ସେହି ନାବରେ। ଯେଉଁ ଘରେ ନାରୀ ସହିଷ୍ଣୁ ହୁଏ ପୃଥିବୀ ପରି, ସଦା ଥାନ୍ତି ସେହି ଆଶ୍ରମେ ଗୋଲକର ବିହାରୀ। ବ୍ରହ୍ମ ତଳେ ଯାଇ ମାନସ କରୁ ବ୍ରହ୍ମ ଭଜନ, ଇନ୍ଦ୍ରୀ ସୁଖେ ଯାର ଭାବନା ଇନ୍ଦ୍ର କରୁ ପୂଜନ। କାମନା ପୂରଣ ହୋଇବ କର ଦେବୀ ଭଜନ, ଗ୍ରହରାଜେ ପୂଜା କରିଲେ ହୁଏ ତେଜସ୍ୱୀ ଜନ। ବସୁ କାମୀ ପୂଜେ ବସୁଙ୍କୁ, ରୁଦ୍ରେ ଯେ ବୀର୍ଯ୍ୟ କାମୀ, ଅନାଦି ନିମିତ୍ତ ଅଦିତି ପୂଜା କରିବ ଜାଣି। ଯେ ନର ପ୍ରତିଷ୍ଠା ଇଚ୍ଛଇ ପୂଜେ ସେହି ଆକାଶ, ଯେ ଚାହେଁ ସୁନ୍ଦର ହେବାକୁ ହେଉ ଗନ୍ଧର୍ବ ଶିଷ୍ୟ। ମନ ଯାର ଦିବ୍ୟ ନାରୀରେ ପୂଜା କରୁ ଉର୍ବଶୀ,
সর্ব অধিপতি সেজন, পারে বিধি যে তুষি, যশ ইচ্ছা যেবা করই, ପୂଜୁ ସେ ଯଜ୍ଞେଶ୍ୱର। ବରୁଣକୁ ପୂଜା କରିଲେ ମିଳେ ଧନ ଅପାର, ବିଦ୍ୟାର୍ଥୀ ଯେ ଜନମହିରେ କରୁ ପୂଜା ଈଶ୍ୱରେ, ଲାଭ ହେବ ସୁଖ ଦାମ୍ପତ୍ୟ ଲାଗି ଉମା ସେବାରେ। ପୂଜା କଲେ ପିତୃ ଦେବତା ଜାତ ହୁଏ ସନ୍ତାନ, ବଳବାନ ଭବେ ସେ ହୁଏ ପୂଜେ ଯେ ପ୍ରଭଞ୍ଜନ। କାମନା ଯାହାର ନଥାଏ ରମେ ସେ ଆତ୍ମା ରାମେ, ଭକତି କରଇ ଧର୍ମାର୍ଥୀ ସଦା ବିଷ୍ଣୁ ଚରଣେ। ପରମ ପୁରୁଷ ଶ୍ରୀପଦେ ଭଜେ ସେ ଦାସପଣେ, ତାହାର ଜୀବନ ହୁଅଇ ଧନ୍ୟ ଜନ୍ମ ମରଣେ। ନରରେ ତ ଆଶ୍ରେ କରଇ ଜୀବ କରମ ବସେ, ଦେହ ଧରିବାକୁ ଜନନୀ ଗର୍ଭରେ ପ୍ରବେଶେ। ପ୍ରଥମ ଦିନରେ ସେରେ ତ ମିଶେ ଶୁଣିତ ସଙ୍ଗେ, 5 ଦିନେ ସେହି ବର୍ତ୍ତୁଳା କାର ହୁଅଇ ରଙ୍ଗେ। 10 ଦିନେ ହୁଏ କଠିନ ଫଳ ବଦରି ସମ, ମାଂସ ପିଣ୍ଡ ହୋଇ ତାପରେ ହୁଏ ଅଣ୍ଡ ପ୍ରମାଣ। ପ୍ରଥମ ମାସରେ ମସ୍ତକ ସ୍କନ୍ଧ ହୁଏ ପ୍ରକାଶ, କର ପାଦ ଆଦି ହୁଅଇ ହେଲେ 2ଟି ମାସ। ନଖ ତନୁ ଲୁମ୍ବ ଅଙ୍ଗୁଳି ଅସ୍ଥି ହୃଦୟ ସ୍ଥାନ, ଲିଙ୍ଗ ଇନ୍ଦ୍ରି ଛିଦ୍ର ସମସ୍ତ ହୁଏ ତ୍ରୟ ମାସେଣ। 4 ମାସେ ଧାତୁ ହୁଅଇ ଭୋକ ଶୋଷ 5ରେ, 16 ମାସେ ନାନା ଯାତନା ଚେତା ପ୍ରବେଶ ହେଲେ। 7 ମାସ ହୁଅନ୍ତେ ପ୍ରବେଶ ଦେହେ ହୁଅଇ ଜ୍ଞାନ, ଭୋଗନ୍ତେ ଅଶେଷ ଯାତନା କରେ ଆତ୍ମଦର୍ଶନ। ଆତଙ୍କେ ନିରତେ ଚିନ୍ତଇ ଗର୍ଭ ମୁକ୍ତି ପାଇଁ, ବେନି ହସ୍ତ ଯୋଡ଼ି ପ୍ରାର୍ଥନା କରେ ବ୍ରହ୍ମାଣ୍ଡ ସାଇଁ। ଗର୍ଭ ବେଦନା ଦୁଃଖରେ ବହୁ ସ୍ତୁତି ଆଚରେ, 10 ମାସ ହେବା ପର୍ଯ୍ୟନ୍ତ ରହେ ଘୋର ନର୍କରେ। ସଂକୁଚିତ ଭଗ ଦୁଆରେ କ୍ଷମି କ୍ଷମା ସାଗର, କରଇ ମୁକତ କ୍ଲେଶରେ ଆଜ୍ଞା ପାଇ ସମୀର। ଭୂପତି ତ ଜୀବ ଅଜ୍ଞାନେ ଗର୍ଭ ଜ୍ଞାନ ପାଶୋରେ, ବିପରୀତ ଗତି ଦେଖାଏ କାନ୍ଦି ଭୟ କାତରେ। ଜ୍ଞାତି ବନ୍ଧୁ ଗଣ ପାଳନ୍ତି ତାକୁ ତହିଁ ଯତନେ, ଗର୍ଭର ପ୍ରଶ୍ନ ଉତ୍ତର ତାର ନ ରହେ ମନେ। କ୍ଷୁଧାରେ ରୁଦନ କରିଲେ ବୁଝି ନ ପାରେ କେହି, କାହିଁକି କାନ୍ଦିଲା ପିଲାଟି ବୋଲି କୂଳେ ଧରଇ। ଅଶୁଚି ଶଯ୍ୟାରେ ଅବଶେ ସେହି ପଡ଼ି ରହଇ, ମାଛି କୀଟ ଆଦି ପିମ୍ପୁଡ଼ି ଦଂଶନରେ ରୁଦଇ। ବାରଣ କରଣେ ସେ ସବୁ ଶିଶୁ କ୍ଷମ ନୁହଁଇ, ହାତ ପାଦ ବ୍ୟବହାର ସେ ଯେଣୁ ଜାଣି ନଥାଇ। ଏହିପରି 5 ବରଷ ଯାଏ ଦୁଃଖେ ବଞ୍ଚଇ, ଉପଗଣ୍ଡ ଉପଗତରେ ବିଦ୍ୟାରମ୍ଭ କରଇ। ଜ୍ଞାନ ଉପଦେଶ ନ ପାଇ ଅବିଦ୍ୟାକୁ ପଢ଼ଇ, ମାଡ଼ ଖାଇ ଚାଟଶାଳୀରେ ନାନା ଦୁଃଖ ଭୁଞ୍ଜଇ। କାମ ବଶେ ହୁଏ ପୀଡ଼ିତ ପରବେଶୀ ଯୌବନେ, କାମୀ ଜନ ସଙ୍ଗେ ବିହରି ମାତେ ନାନା ବ୍ୟସନେ। ଆପଣା ନାଶକୁ ନ ଜାଣେ ହଇ କାମରେ ବାଇ, ସୁନ୍ଦର ଯୌବନ ଜୀବନ ଛାରଖାର କରଇ। ହରତା କରତା ମୁଁ ବୋଲି ଚାଲେ ଛାତି ଫୁଲାଇ,
ଟେକ ରଖି ହାତୀ ସଙ୍ଗରେ ଭେକ ଗତି ଲଭଇ। ସୁଧର୍ମେ ଯାହାର ଭାବନା ପଶୁ ନ ହିଂସ୍ରେ ସେହି ମାନସ କାୟିକ ବଚନେ ତାଙ୍କୁ ଦୟା କରଇ। ସଂଯମ ଅଗ୍ନି ଯେ ଜଳାଇ ଇନ୍ଦ୍ରିଘୃତ ଢାଳଇ ଜ୍ଞାନ ଯଜ୍ଞ ଦୃଢ଼ କରିଣ ମହପାଶୁ ତରଇ। ସ୍ୱଧରମେ ବାଧା ଯେ ଧର୍ମେ ଶ୍ରଦ୍ଧା ନ କରେ ତହିଁ ଶାସ୍ତ୍ର ମତେ ପାଳି ଧରମ ଧୀରମତି ହୁଅଇ। ଧନହୀନ ପ୍ରାଣୀ ହଇଲେ କରେ ଧର୍ମ ଜୀବିକା ଅଳପ ଭୁଜନେ ସନ୍ତୋଷ ଧନେ ନ ହଇ ରଙ୍କା। ଅଜଗର ଦୀକ୍ଷା ଧରିଣ ଯେହୁ ଅନ୍ନ ଭକ୍ଷଇ ପରମ ପଦବୀ ଅନ୍ତେ ସେ ନିର୍ଦ୍ୱନ୍ଦରେ ଲଭଇ। ଅସନ୍ତୋଷେ ଧନ ଲୁଭେ ସେ ଦଶ ଦିଗେ ବୁଲଇ ଶ୍ରୀ ଗୁରୁ ଗୁଣାନୁବାଦରେ ମନ ତାନ ବଳଇ। ଜୟ କଲେ ଜିହ୍ୱା ଉପସ୍ଥ ନର ଲଭେ ସନ୍ତୋଷ ଇହ ପରଲୋକେ ଭୁଞ୍ଜଇ ଭଲ ଫଳ ଅବଶ୍ୟ। ଯେବେ ହଇ ଜନ ପଣ୍ଡିତ ଅସନ୍ତୋଷ ନିରତେ ହୀନ ଗତି କିସେ ଲଭଇ ଗମି କୁତ୍ସିତ ପଥେ। ସଂକଳ୍ପ ବିହୀନ ହୁଏ ଯେ କାମ ଦରପ ନାଶେ କାମ କ୍ଷୟ ଯାନ୍ତେ କ୍ରୋଧଟି ଲଭେ ବିନାଶ ଶେଷେ। ଯାଏ ଲୁଭ ଅର୍ଥ ବର୍ଜନେ ତତ୍ତ୍ୱ ଜ୍ଞାନରେ ଭୟ ପୂଜ୍ୟ ପୂଜା ତଳେ ଦମ୍ଭକୁ ଜ୍ଞାନ ସୁକ ମୋହ। ଦେବ ପିତୃ ଯଜ୍ଞ ଆଚରି ପଶୁ ହିଂସା କରନ୍ତି ମାତ୍ର ବହି ଦୃଷ୍ଟି ଶ୍ରବଣ ନାନା ଯୋନି ଭ୍ରମନ୍ତି। ଇଚ୍ଛା କରି ସ୍ୱର୍ଗ ଫଳକୁ ଆତ୍ମା ଜାଣନ୍ତି ନାହିଁ ପିତୃଦେବ ପୂଜି ସତତ ହନ୍ତି ଲୋଭରେ ବାଇ। ଚିତ୍ତ ସଂକଳ୍ପେ ଭୋଗରେ ଗୋବ୍ରାହ୍ମଣ ନିନ୍ଦନ୍ତି ହରି ଗୁଣ ଗ୍ରାମ ଶ୍ରବଣେ ବେନି କଣ୍ଠ ମୁଦନ୍ତି। ଅନ୍ତ ପାର ନାହିଁ ବେଦର ତାର ଦୁର୍ବୁଦ୍ଧ ଗତି ସୂକ୍ଷ୍ମ ଭାବ ତାର ବୁଝେ ସେ ଯାର ହୁଏ ସୁମତି। ଶରୀର ଧାରି ଏ ସଂସାରେ ବେଦ ନ ବୁଝେ କେହି ବେଦ ତତ୍ତ୍ୱ ଜ୍ଞାତା ଆଉ ତ ଗୁରୁ ବିନୁ କେ ନାହିଁ। ଗୁରୁଙ୍କୁ ଜଗତେ ସ୍ମରଣ ଯେଉଁ ଜନ ନ କରେ ଅଜ୍ଞାନ ମୋହରେ ମାତି ସେ ବେଦ ନ ବୁଝେବାରେ। ଏକ ରୂପ ସେହି ଜାଣିଲେ ବହୁ ରୂପ ବିକଳ୍ପେ ପଚିଶ ତନ୍ତ୍ରରେ ବିହରି ଲୀଳା ଆଚରେ ରୂପେ। ପୁରୁଷ ପ୍ରକୃତି ମହତ ଅହଙ୍କାର ମରୁତ କ୍ଷିତି ଆପ ତେଜ ଆକାଶ ଅଟେ ଏ ନବ ତତ୍ତ୍ୱ। ଚକ୍ଷୁ ନାସା ମନ ବଚନ ଜିହ୍ୱା କାନ ଚରମ ପାଦ ପାଣି ଗୁଦ ଉପସ୍ଥ ତନ୍ତ୍ର 11 ପୁଣ। ଶବ୍ଦ ରୂପ ଗନ୍ଧ ସରସ ରସ ପାଞ୍ଚ ମିଶାଇ ଏ ପଚିଶ ତଳେ ଶରୀର ରହି ଖେଳେ ସେ ତହିଁ। ଜଳ ପ୍ରାଣ ଦେହ ଇନ୍ଦ୍ରିୟ ହୁତାସନ ପବନ ଅହଙ୍କାର ବୃଦ୍ଧି ପ୍ରକୃତି କ୍ଷିତି ଗଗନ ମନ। ଅନ୍ନ ବିକାର ଏ ପ୍ରମାଣ ଆତ୍ମା ନୁହନ୍ତି କେହି ଜ୍ଞାନବନ୍ତ ପ୍ରାଣୀ କେବଳ ଏହି ତତ୍ତ୍ୱ ଜାଣଇ। ଆତ୍ମାର ସ୍ୱରୂପ ହୃଦରେ ଯଦି ପ୍ରକାଶ ପାଏ ଇନ୍ଦ୍ରିୟଙ୍କ ଯୋଗୁ ଜୀବର ଗୁଣ ଦୂଷଣ ହୁଏ। ପ୍ରକୃତିର ଗୁଣେ ଆକାଶ ନାନା ରୂପ ଧରଇ ସେ ରୂପ ସହିତ ଆକାଶ କେବେ ମିଶି ନ ଥାଇ। ତେସନ ସଂସାର ବେଭାରେ
ଅହଙ୍କାର ତ୍ରିଗୁଣ ବାହାରରେ ବାସ କରନ୍ତି ଯେହୁ ପରମ ବ୍ରହ୍ମ। ଶରୀରେ ଯେ ସନେ ଅପଥ୍ୟ କରେ ବ୍ୟାଧି ବର୍ଦ୍ଧନ ବିଷୟର ସଙ୍ଗ ଯୁଗର ଯୁଗ ଭାଙ୍ଗେ ତେସନ। ଯୁଗ ମାର୍ଗେ ଥାନ୍ତି ସେ ଯୋଗୀ ଦେବେ ବିଘ୍ନ ଚିନ୍ତନ୍ତି କପଟେ ମନୁଷ୍ୟ ହୃଦରେ ପଶି ଯୁଗ ନାଶନ୍ତି। ରତ ଯେହୁ ଯୁଗ ଅଭ୍ୟାସେ ତେଜୁ ସେ କର୍ମତନ୍ତ୍ର ତେବେ ଅବା ଜିଣି ପାରିବ ଏହି ବିଶ୍ଵ ବିଚିତ୍ର। ଦିନକର ହେଲେ ଉଦୟ ଯେହ୍ନେ ତମ ନାଶଇ ବିଭୁ କୃପା ଦୃଷ୍ଟି ତେସନ ଦୂଷରାଶି ଧ୍ୱଂସଇ। ବୁଦ୍ଧିମନ୍ତ ଜନେ ନ କରି ଶ୍ରଦ୍ଧା ଦେହର ଧର୍ମେ ଶରଣ ନିଅନ୍ତି ଆନନ୍ଦେ ହରି ଗୁରୁ ଚରଣେ। ନୈରାଶ୍ୟ ସୁଖ କାରଣ ଆଶା ଦୁଃଖ ଦିଅଇ ସମ୍ମାନ ଖୋଜିଲା ଲୋକଙ୍କୁ ଅପମାନ ମିଳଇ। ଖୋଜିଲେ ମିଳଇ ନାହିଁରେ ଖୋଜେ ନାହିଁ ସେ ପାଏ ବିଚିତ୍ର ରହସ୍ୟ ଏହାର କେବା ବୁଝିବ କିଏ। କମ୍ବୁ ସମୁଦ୍ରରୁ ଜନମି ନିଚ ମୁଖେ ବାଜଇ ହୀନ ବୁଦ୍ଧି କଲେ ମହତ ସୁତ ହେବ କି ହଇ। ତୁଚ୍ଛା ଆଡ଼ମ୍ବର ଦେଖାଅ କହ କେଉଁ କାରଣୁ ମାଲିକ ରାଜ୍ୟରେ ତୁମ୍ଭେଟି ପରା ରେଣୁରୁ ରେଣୁ। ଆଜ୍ଞା ଚକ୍ରେ ଦିଅ ମନକୁ ଦୂର ହେବ ପରାସ ଦେଶ ଦେଶାନ୍ତର ଭ୍ରମଣେ ଆଉ ହଇବ କିସ। ଘର ଦେବତାଙ୍କୁ ନ ପୂଜି ଘର ବିଷୟ ମଜ ଚେତାଇ ନ ଦେଲେ ନଚେତି ଚିନ୍ତା ନଳକୁ ଭଜ। ଜଞ୍ଜାଳ ପୂର୍ଣ୍ଣ ଏ ସଂସାର ନାରଖାରେ ପଡ଼ିନ ମୋହ ହେଉଅଛ ଏନରେ ଦୂର କରିନ ଜ୍ଞାନ। ଆଗ ପାଦ ପଛ ନୁହେଁଟି ଏହା ଜାଣି ସରବେ ଟାପରା ପରାଏ ମଣିନ କିମ୍ପା ମରୁଛ ଗର୍ବେ। ତୋହର ନୁହନ୍ତି କେହିରେ ମରୁ ତୁ ଧନ୍ଦି ହୋଇ ବିଷୟା ବିଷକୁ ଭକ୍ଷିଣ କିମ୍ପା ହେଉଛୁ ବାଇ। ମୋହର ମୋହର ବୋଲୁଛୁ ସବୁ ଏହି ଜଗତେ ମଲା ବେଳେ କିସ ନେଉ ତୁ କହ ତବେ ନିହସ୍ତେ। ମାଟି ପିଣ୍ଡଟାକୁ ସଜାଇ ନାନା ଯତନ କରି ଖୁଞ୍ଚଣା କାଠିଟି ଶ୍ମଶାନେ କହ କରେ କିପରି। ସବୁ ରଙ୍ଗ ଢଙ୍ଗ ଜୀବରେ କିଛି ରହିବ ନାହିଁ କେବଲାଏ ବାବା ଗାୟକ ମୁହଁଟାକୁ ହଲାଇ। କେବଲାଏ ଆମ୍ଭେ ଜଗତେ ଅଟୁ ବଡ଼ ବୁଦ୍ଧିଆ ଆମ୍ଭରି ବଳରେ ଦେଶରେ ଆଜି ଜଳଇ ନିଆଁ। କେବଲଇ ଆମ୍ଭେ ଜଗତେ ଅଟୁ ବଡ଼ ପଣ୍ଡିତ ତାଟକା ସଭାରେ କରାଉ ଦେଇ ନାନା ବକ୍ତୃତ। ଥନ୍ତଲ ପେଟକୁ କାଢ଼ିନ କେହୁ ଶେଠ ବୋଲାଏ ତଣ୍ଟି ଚିପା ଧନ ଅରଜି ଦାନ ଦକ୍ଷିଣା ଦିଏ। ମହତ ଶିକ୍ଷିତ ବଲିଣ ଥୁକେ ଦେଖାନ୍ତି ତମ କେହି କହେ ଆମ୍ଭେ ଡାକ୍ତର କରୁ ଜୀବନ ଦାନ। କେହି କହେ ଆମ୍ଭେ ଶାସନ କର୍ତ୍ତା କରୁ ଶାସନ। କେହି କହେ ମନ୍ତ୍ରୀ ପଦରେ କରୁ ମନ୍ତ୍ରଣା ଦାନ। କେ କହେ ଜୀବନେ କରିଛୁ ନାନା ପରୁପକାର କେହୁ କହେ ମତେ ସାକ୍ଷାତେ ଲୋକ ମଣେ ଈଶ୍ୱର। କେହି କହେ ଆମ୍ଭେ ସ୍ୱାସ୍ଥ୍ୟକୁ ଜଗିଥାଉ ଲୋକର ତେଣୁ ଲୋକଙ୍କର ଅଛଇ ସଦା ଆମ୍ଭଙ୍କୁ ଡର। ଏହିପରି ମେଟି ସର୍ବେ ଏଥି ହୁଅନ୍ତି କାଳ ବେଳ ଧରି ସବୁଙ୍କୁ
ଦିଏ ଏକାଠି ଜନ୍ତି। କାଳ ବେଳ ଧରି ସବୁଙ୍କୁ ଦିଏ ଏକାଠି ଜନ୍ତି। କାଳ ବେଳ ଧରି ସବୁଙ୍କୁ ଦିଏ ଏକାଠି ଜନ୍ତି।